ଭିତରକନିକା ଉତ୍ସବ ପାଳନ କରାଯାଉଛି ତାର ଆଭିମୁଖ୍ୟ ହେଉଛି ଭିତରକନିକାକୁ ସୁରକ୍ଷା ଦେବା। ଭିତରକନିକାକୁ ସୁରକ୍ଷା ଦେବା ଅର୍ଥାତ୍ ଭିତରକନିକାର ଯେଉଁ ଲୁଣା ଜଙ୍ଗଲ ଅଛି ତାକୁ ସୁରକ୍ଷା ଦେବା। ଲୁଣା ଜଙ୍ଗଲକୁ ସୁରକ୍ଷା ଦେବାର ଉଦ୍ଦେଶ୍ୟ ହେଉଛି ଯେ ଲୁଣା ଜଙ୍ଗଲରେ ଯେଉଁ ବାୟୋଡାଇଭର୍ସିଟି ଅଛି, ଯେଉଁ ଜୈବ ବିବିଧତା ଅଛି, ଯେଉଁ ବୃକ୍ଷରାଜି ଅଛନ୍ତି, ଯେଉଁ ଜୀବଜନ୍ତୁମାନେ ଅଛନ୍ତି ତାଙ୍କୁ ସୁରକ୍ଷା ଦେବା। ତାଙ୍କୁ ଆମେ କ'ଣ ପାଇଁ ସୁରକ୍ଷା ଦେବା? ତାକୁ ମାନେ ଜନସାଧାରଣଙ୍କର ଆମର ଯେଉଁ ଭବିଷ୍ୟତ ପିଢ଼ି ଆସୁଛନ୍ତି ଏବଂ ଉପକୂଳ ଅଞ୍ଚଳରେ ଯେଉଁ ଜନସାଧାରଣ ଅଛନ୍ତି, ଯେଉଁମାନେ ବସବାସ କରୁଛନ୍ତି ସେମାନଙ୍କୁ ସୁରକ୍ଷା ଦେବା। ଏବଂ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଆଜି এই কনক্লেভর আয়োজন করা যাইছি। তবে এই গোটিয়ে এই কনক্লেভ করেদেলে যে ইয়ার সমাধান হয়ে যাব সে কথা নুহ। এথিপাই লোক সচেতনতার আবশ্যকতা রয়েছে। লোক যেতে সচেতন হেবে, আপন মানে আপনার এই যে মিডিয়া মাধ্যমে যেতে সচেতন করে পারিবে এবং আমি মানে যেতে পারিবা সচেতন করে পারিবা এবং যেতে সচেতন করিবা লোক মানে যেতে সচেতন হেবে সেমানে সেতিকি সুরক্ষা দেবে। এটি গোটে কথা আপনার আগে কହୁଛି যে দুইটা জঙ্গল ব্লকକୁ নেই ভুবনেশ্বর তৈরি করা যাইଥିଲା। গোটে হচ্ছে হরিপুর ব্লক, গোটে হচ্ছে রামপুর ব্লক। কিন্তু আজ তার সত্তা আছে, তার সত্তা আজ নাই। সেপাই ভিতরকনিকাকে আমি যেমিতি দেখিলু যে দীর্ঘদিন তলে আমি যেমিতি দেখিলু 1974-75 মସିହାରେ যেমিতি দেখিলু আমি ভিতরকনিকাକୁ 80 ভিতরকনিকাକୁ 85 মସିହାରେ কি ভিতরকনিকাକୁ 90 মସିহাରେ যেমিতি দেখিলু ভিতরকনিকা আজ ଆଉ সেই ভিতরকনিকা নাই। আমি সেই ভিতরকনিকাକୁ আমি সেমিতি দেখিବାକୁ চাହୁଛୁ যেমিতি ভিতরকনিকা ଥିଲା। ତେବେ ସମୟ ସହିତ ତାଳ ଦେଇକିରି ଆମର ପ୍ରଗତି ହେବ, ନିଶ୍ଚିତ ଭାବରେ ପରିବର୍ତ୍ତନ ହେବ, ପ୍ରଗତି ହେବ, ସେଗୁଡ଼ାକ ସବୁ ହେଉ। କିନ୍ତୁ ସେଗୁଡ଼ାକ ଜୈବ ବିବିଧତାକୁ ବିନାଶ କରିକିରି ଗୋଟେ ବିନାଶର ଭିତ୍ତିଭୂମି ଉପରେ ଠିଆ ହେଇ ପ୍ରଗତିର ସ୍ୱର ପ୍ରଗତିର ଆମେ ଦୋହରିବାନି। ପ୍ରଗତିର ସ୍ୱରକୁ ଆମେ ଦୋହରିବାର ଆବଶ୍ୟକତା ନାହିଁ। ଆମର ପ୍ରଗତିର ସ୍ୱର ଦେଇକିରି ଆମେ ଗୀତ ଗାଇବାର ଆବଶ୍ୟକତା ନାହିଁ। କାରଣ ବିନାଶର ଭିତ୍ତିଭୂମିକି ଆମେ ମାନେ ବିନାଶର ଭିତ୍ତିଭୂମିରୁ ଆମେ ଦୂରେଇ ଯିବା। ଗୋଟେ ସୁରକ୍ଷାର ଭିତ୍ତିଭୂମି ଉପରେ ଠିଆ ହୋଇ ସୁରକ୍ଷାର ବଳୟ ସୃଷ୍ଟି କରି ଆମେ ବୃକ୍ଷରାଜିଙ୍କୁ, ଆମ ପରିବେଶକୁ ଏବଂ ଆମେ ସୁରକ୍ଷା ଦେବା ଏବଂ ଜୀବଜନ୍ତୁଙ୍କୁ ସୁରକ୍ଷା ଦେବା ଅର୍ଥ ଜଙ୍ଗଲକୁ ସୁରକ୍ଷା ଦେବାର ଅର୍ଥ ବୃକ୍ଷରାଜିଙ୍କୁ ସୁରକ୍ଷା ଦେବାର ଅର୍ଥ ଆମେ ସମସ୍ତେ ଅମୃତର ସନ୍ତାନମାନଙ୍କୁ ସୁରକ୍ଷା ଦେବା। ଏଇଟା ସେତିକି ବେଳେ ସମ୍ଭବ ଯେତେବେଳେ ଆମର ଚେତନା ଯେ ଆମେ ଚେତନାର ଚକ୍ଷୁରେ ଆମେ ଭିତରକନିକାକୁ ଦେଖିବା, ଜୀବଜଗତକୁ ଦେଖିବା, ବୃକ୍ଷ ଜଗତକୁ ଦେଖିବା, ସେତେବେଳେ ଏଇଟା କେବଳ ସମ୍ଭବ ହିଁ ହେଇପାରିବ। ଏଇଟା ଏଥିପାଇଁ ସମସ୍ତଙ୍କର ପ୍ରଚେଷ୍ଟା ଦରକାର। କେବଳ ଦିଲ୍ଲୀପ ବାବୁର ପ୍ରଚେଷ୍ଟା ନୁହଁ, କେବଳ ଏଇ କନକ୍ଲେଭର ପ୍ରଚେଷ୍ଟା ନୁହଁ, ଏଠାରେ ସମସ୍ତଙ୍କ ପାଇଁ ସାମୂହିକ ପ୍ରଚେଷ୍ଟାର ଆବଶ୍ୟକତା ରହିଛି।